କହୁଛି ବାବୁରେ ବେ ଶୁଣ ମନ ଦେଇ, ଦେବସ୍ନାନ ପୂର୍ଣ୍ଣିମା ଯେ କିପରି ହୁଅଇ। ସବୁ ସ୍ନାନ ମାନଙ୍କରୁ ଶ୍ରେଷ୍ଠ ଏହି ଯାତ୍ରା, ପବିତ୍ର ଦିନ ବୋଲି ଯେ କହନ୍ତି ତ ଏକା। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମାତାଙ୍କୁ ସ୍ନାନ ମଣ୍ଡପକୁ ଯେ ଆଣିଥାନ୍ତି ତାଙ୍କୁ। ସାଥିରେ ଆସନ୍ତି ଦେଖ ସେହି ସୁଦର୍ଶନ, ଯାହାଙ୍କୁ ସୁମରନ୍ତେ ଅସୁର ହୁଅନ୍ତି ନିଧନ। 108 ପବିତ୍ରର ସୁବର୍ଣ୍ଣ ଜଳରେ ସ୍ନାନ ଯେ କରାନ୍ତି ସେହି ପ୍ରଭୁଙ୍କୁ ସେଠାରେ। ସ୍ନାନ ପରେ ପ୍ରଭୁ ଯେ ଦିବ୍ୟ ରୂପ ହୋଇ, ଗଜ ରୂପ ଧାରଣ ଯେ କରିଥାନ୍ତି ସେହି। ଏହା ପରେ ଅଘଟଣ ଘଟୁଅଛି ଜାଣ, ଅନଶନରେ ପ୍ରଭୁ ତ ପଡୁଛନ୍ତି ଜାଣ। 108 ଜର ଯେ ପ୍ରଭୁଙ୍କୁ ହୁଅଇ, ଦର୍ଶନ ନ ଦେଇ ପ୍ରଭୁ ଶୋଇଥାନ୍ତି ରହି। ଆହୁରି ଦିନକୁ ଦିନ ଯେ 15 ଦିନ, କାହାକୁ ଦର୍ଶନ ପ୍ରଭୁ ନ ଦିଅନ୍ତି ଜାଣ। ଭକତ ମନ ଦୁଃଖରେ ଝୁରିଣ ଯେ ଥାଏ, ପ୍ରଭୁଙ୍କୁ ନ ପାଇ ଭକତ ବିକଳ ଯେ ହୁଏ। 15 ଦିନ ଯେ ବାବୁ ଯେବେ ତ ସରିବ, ନବ ଯୌବନ ହୋଇ ଦର୍ଶନ ମିଳିବ। କଳା କୁଞ୍ଜ ରୂପ ଧରି କାଳିଆ ଠାକୁର, ଭକତ ମାନଙ୍କୁ ଦର୍ଶନ ଦିଅନ୍ତି ଅପାର। ରଥରେ ଚଢ଼ିଣ ପ୍ରଭୁ ଯାତ୍ରା କରନ୍ତି, ରଥଯାତ୍ରା ବୋଲି ତାକୁ ସଂସାର କହନ୍ତି। ଏହିପରି ଅଛି ବାବୁ ସ୍ନାନର ମହତ୍ଵ, ଯିଏ ଜାଣି ନାହିଁ ସେହି ଜାଣିଥ ନିଶ୍ଚୟ। ଏପରି ଯାତରା ବାବୁ ସଂସାରେ ଯେ ନାହିଁ, ହସରେ ଖେଳରେ ପ୍ରଭୁ ବୁଲନ୍ତି ତ ରହି। ଭଲ ଲାଗିଲେ ଭିଡିଓ ଲାଇକ କରିବ, ଜଗନ୍ନାଥ ରାଣ ତୁମ୍ଭେ ସବସ୍କ୍ରାଇବ କରିବ। ଓଡ଼ିଆ ପରମ୍ପରା ଯେ କଥା ଯେ କହିଲି, ଓଡ଼ିଆଙ୍କ ମନକୁ ଭାବୁ ଟିକିଏ ମହିଲି।